ଆଲୋଚନା ହେଇଛି କଣ କୋଉଥିରେ? ବାସ୍ତବରେ ଓଡ଼ିଶାରେ ଯେଉଁ ସବୁ ଡେଭଲପମେଣ୍ଟ ପ୍ରୋଜେକ୍ଟ ଚାଲିଛି ଏବଂ ସେ ଡେଭଲପମେଣ୍ଟ ପ୍ରୋଜେକ୍ଟ କେଦୂର ଠିକ୍ ଭାବରେ ଚାଲିଛି ନା ନାହିଁ ଏବଂ ତା ଦେହରେ ହେଉଥିବା ଅନିୟମିତତା ସ୍ୱଚ୍ଛତାର ଅଭାବ ଏସବୁ ପ୍ରସଙ୍ଗକୁ ନେଇକି ଆଜି ଗୋଟେ ସିଭିଲ ସୋସାଇଟି କନସଲଟେସନ୍ ଡକାଯାଇଥିଲା। ଏ ଡାକିବାର ତାତ୍ପର୍ଯ୍ୟ ହେଉଛି ଯେ ନୂଆ ସରକାର ପ୍ରାୟ ବର୍ଷେ ହେଲା କ୍ଷମତାକୁ ଆସିଲେଣି ଏବଂ ଏ ସରକାରଙ୍କ ପୂର୍ବରୁ ଯେତେବେଳେ 2023 ମସିହାରେ ପ୍ରଥମେ ଲୋକଲୋଚନକୁ ଆସିଥିଲା ଯେ ଓଡ଼ିଶାରେ ଯେତେ ସବୁ ବଡ଼ ବଡ଼ ପ୍ରୋଜେକ୍ଟ ରାସ୍ତା ଠାରୁ ଆରମ୍ଭ କରି ବ୍ରିଜ୍ କୋଠାବାଡ଼ି ମେଗା ପାନୀୟ ଜଳ ପ୍ରକଳ୍ପ ସବୁ ବାହାର ରାଜ୍ୟର ଠିକାଦାରମାନେ କାମ କରୁଛନ୍ତି ଏବଂ ଶହ ଶହ କୋଟି ଟଙ୍କାର ତାଙ୍କୁ ପ୍ରୋଜେକ୍ଟ ସବୁ ଦିଆଯାଇଛି। ଓଡ଼ିଆ ଠିକାଦାରଙ୍କୁ ଗୋଟିଏ ବି ପ୍ରୋଜେକ୍ଟ ଦିଆଗଲା ନାହିଁ। ଆମ ରାଜ୍ୟରେ ଥିବା ଅଣଓଡ଼ିଆ ଠିକାଦାରମାନେ ଅଣଓଡ଼ିଆ ଅଫିସରମାନେ ସେମାନେ ସମସ୍ତେ କିଭଳି ଭାବରେ ପ୍ରୋଜେକ୍ଟକୁ ହତେଇବେ ତାର ଗୋଟେ ବିଧିବିଧ ଚକ୍ରାନ୍ତ କଲେ ଏବଂ ଏ ଚକ୍ରାନ୍ତର ମୁଖ୍ୟ ଭୂମିକା ନେଇଥିଲେ ଭିକେ ପାଣ୍ଡିଆନ ଯିଏ ବର୍ତ୍ତମାନ ବିଜୁ ଜନତା ଦଳରେ ବୁଲୁଛନ୍ତି ଏବଂ ସେ ସମସ୍ତ ପ୍ରକାର ଚକ୍ରାନ୍ତ କରିକି ସବୁ ପ୍ରୋଜେକ୍ଟ ଗୁଡ଼ାକ ଯେହେତୁ ଅଣଓଡ଼ିଆ ଠିକାଦାରଙ୍କୁ ଦିଆଗଲା ଓଡ଼ିଶାରେ ଗୋଟେ ହାରାହାରି 20-30 ହଜାର ଟଙ୍କା ଲୁଟ୍ ହେଲା ବୋଲି ଆମେ ସେତେବେଳେ ଅଭିଯୋଗ କରିଥିଲୁ 2023 ମସିହାରେ। ତ 2024 ମସିହାରେ ନିର୍ବାଚନ ପରେ ଯେତେବେଳେ ବିଜେପି ସରକାର କ୍ଷମତାକୁ ଆସିଲେ ଆମେ ଆଶା କରୁଥିଲୁ ଯେ କିଭଳି ଭାବରେ ଏଇ ଅଣଓଡ଼ିଆ ଠିକାଦାରମାନେ ହଟିବେ। ଓଡ଼ିଶାର ଠିକାଦାରମାନେ ଯେଉଁମାନଙ୍କୁ ପେଟି କଣ୍ଟ୍ରାକ୍ଟର ଭାବରେ ସେ ଅଣଓଡ଼ିଆ ଠିକାଦାରମାନେ ବ୍ୟବହାର କରୁଥିଲେ ସବ୍ କଣ୍ଟ୍ରାକ୍ଟର ଭାବରେ ବ୍ୟବହାର କରୁଥିଲେ ସେମାନେ କେମିତି କାମଧନ୍ଦା ପାଇବେ ଏବଂ ଠିକ୍ ଭାବରେ କାମ କରିପାରିବେ ଯାହାଦ୍ୱାରା କି ଓଡ଼ିଶାରେ ବିକାଶ ହେବ, ଓଡ଼ିଶାର ଅର୍ଥନୀତି ଦୃଢ଼ ହେବ, ଓଡ଼ିଶାର ଟଙ୍କା ଓଡ଼ିଶାରେ ରହିବ। କିନ୍ତୁ ଏବେ ବର୍ତ୍ତମାନ ଦେଖୁଛୁ ଏବେ ବି ମଧ୍ୟ ବି ସେଇ ଧାରା ଅବ୍ୟାହତ ରହିଛି। ତେଣୁ ଏ ବ୍ୟାପକ ପ୍ରସଙ୍ଗରେ ବିଚାର ବିମର୍ଶ କରିବା ପାଇଁ ଆମେ ବହୁତ ସିଭିଲ ସୋସାଇଟିର ପ୍ରମିନେଣ୍ଟ মেম্বর্স মানুষ ডাকিলু, রিটায়ার্ড ব্যুরোক্রাট মানুষ ডাকিলু, সাংবাদিক, রিটায়ার্ড পূর্বতন মন্ত্রী এମାନେ ସବୁ ଡକା ହେଇଥିଲା। ଗୋଟେ ପରାମର୍ଶ ଆମେ କରୁଛୁ ଏବଂ ଯାହା ଏଥିରୁ ଆମର ନିର୍ଯାସ ବାହାରିବ ଆମେ ମୁଖ୍ୟମନ୍ତ୍ରୀଙ୍କୁ ପ୍ରଦାନ କରିବୁ ଏବଂ ଆମର ଯେଉଁ ମୁଖ୍ୟ ଦାବି ରହିଛି ଯେ ଓଡ଼ିଶାରେ ଓଡ଼ିଆ ଲୋକ ଯେତେବେଳେ ଓଡ଼ିଆ ଅସ୍ମିତା କଥା କହିକି ବିଜେପି କ୍ଷମତାକୁ ଆସିଛି ତେଣୁ ଓଡ଼ିଆ ଲୋକଙ୍କର ସ୍ୱାର୍ଥ ରକ୍ଷା କରିବା ପାଇଁ ଓଡ଼ିଶାର ସ୍ୱାର୍ଥ କରିବା ପାଇଁ ଓଡ଼ିଆ କଣ୍ଟ୍ରାକ୍ଟରକୁ ପ୍ରମୋଟ କରିବା ପାଇଁ ସରକାର ସମସ୍ତ ଡେଭଲପମେଣ୍ଟ ପ୍ରୋଜେକ୍ଟ ତାକୁ ଦିଅନ୍ତୁ। ଯେଉଁ ଜାଗାରେ ଅସୁବିଧା ରହୁଛି କେଉଁ ଜାଗାରେ ବାହାର ରାଜ୍ୟର ଠିକାଦାରମାନଙ୍କୁ କନସଲଟାଣ୍ଟ ଏଜେନ୍ସି ଭାବରେ ୟୁଜ୍ କରାଯାଇପାରେ କିନ୍ତୁ ତାଙ୍କୁ କୌଣସି ବଡ଼ ବଡ଼ ପ୍ରୋଜେକ୍ଟ ଡେଲିଭରେଟଲି କରିକି ଏସବୁ ପ୍ରୋଜେକ୍ଟ ତାଙ୍କୁ ଦିଆ ନଯାଉ ଯାହାଦ୍ୱାରା କି ଓଡ଼ିଶାର ଅର୍ଥନୀତି ଆହୁରି ବର୍ବାଦ ହେବ। ଚର୍ଚ୍ଚା ହେଉଛି ଅଣଓଡ଼ିଆ ଥିଲେ ବୋଲି ଅଣଓଡ଼ିଆକୁ ଚାନ୍ସ ମିଳୁଥିଲା କିନ୍ତୁ ଯେହେତୁ ଅଣଓଡ଼ିଆ ବିଦାୟ ହେଇଥିଲେ ତାପରେ ମଧ୍ୟ ଓଡ଼ିଆକୁ ଏଠି ଆମେ ବର୍ତ୍ତମାନ ତ ଅଲରେଡି ବିଜେପି ସରକାର ଆସିଛନ୍ତି ସେମାନେ ବି ମଧ୍ୟ ବି ଏହି ପ୍ରସଙ୍ଗରେ ଯେତେବେଳେ ବିରୋଧରେ ଥିଲା ଏହି ପ୍ରସଙ୍ଗ ବି ଉଠେଇଥିଲେ। ଓଡ଼ିଆ ଅସ୍ମିତା କଥା ହିଁ ଆମେ ନିର୍ବାଚନରେ ଦେଖିବାକୁ ପାଉଥିଲୁ କିନ୍ତୁ ବର୍ତ୍ତମାନ ଆସି ବର୍ଷେ ହେଲାଣି ଏ ପ୍ରସଙ୍ଗ ଗୁଡ଼ାକୁ ଉଠେଇବାର ଅସୁବିଧା କ'ଣ ଅଛି? ବର୍ତ୍ତମାନ କିଭଳି ଭାବରେ ଓଡ଼ିଆ ଠିକାଦାରଙ୍କୁ ପ୍ରାଧାନ୍ୟ ଦିଆଯିବ, ଟେଣ୍ଡର ପ୍ରୋସେସରେ ସେଇଭଳି ଭାବରେ ବ୍ୟବସ୍ଥା କରାଯିବ ଏପର୍ଯ୍ୟନ୍ତ ଆମେ ଅନୁଭବ କରୁଛୁ ଯେ ସରକାର ସେ ପ୍ରକ୍ରିୟା ଏପର୍ଯ୍ୟନ୍ତ ଆରମ୍ଭ କରିନାହାନ୍ତି। ତେଣୁ ସେ ଦୃଷ୍ଟିରୁ ଏ ପରାମର୍ଶ କରାଯାଉଛି ଯେ ରାଜ୍ୟ ସରକାରଙ୍କୁ ଏ ସମ୍ପର୍କରେ ଅଲରେଡି ଯାହା ନିର୍ଯାସ ବାହାରିବ ଦିଆଯିବ ଏବଂ ଆମେ ସରକାରଙ୍କୁ ମଧ୍ୟ ବି ଦାବି ଉପସ୍ଥାପନ କରିବୁ ଯେ ଯେତେ ସବୁ ପ୍ରୋଜେକ୍ଟ ବାହାରିବ ସେ ପ୍ରୋଜେକ୍ଟ ଗୁଡ଼ାକୁ କିଭଳି ଭାବରେ ଓଡ଼ିଆ ଠିକାଦାରମାନଙ୍କୁ ପ୍ରାଧାନ୍ୟ ଦିଆଯିବ ତାକୁ ବ୍ୟବସ୍ଥା କରିକି ଟେଣ୍ଡର ପ୍ରକ୍ରିୟା କରାଯାଉ ଏବଂ ଟେଣ୍ଡର ପ୍ରକ୍ରିୟା ସ୍ୱଚ୍ଛତା ରହୁ ଯାହାଦ୍ୱାରା ଦୁର୍ନୀତି ହେବ ନାହିଁ ଏବଂ ଓଡ଼ିଶାର ବିକାଶ ହେବ। କହିପାରିବେ କି ଏବେ ମଧ୍ୟ ଶାସନ ସଚିବ ଯିଏ ଅଛନ୍ତି ଅଣଓଡ଼ିଆ ଅଛନ୍ତି ସେଥିପାଇଁ ଆମର ଓଡ଼ିଆମାନଙ୍କୁ ନା ଘଟଣାଟା ତାହା ନୁହେଁ। ଗୋଟେ ମୁଖ୍ୟ ଶାସନ ସଚିବଙ୍କ ଅଧୀନରେ ଶାସନ ବ୍ୟବସ୍ଥା ନଥାଏ। ଶାସନ ବ୍ୟବସ୍ଥା ଥାଏ ରାଜନୈତିକ ଦଳ ହାତରେ। ଯେଉଁ ରାଜନୈତିକ ଦଳ ଆଜି କ୍ଷମତା ବିଜେପି ସରକାର ଯାଇଛନ୍ତି ଯେଉଁ ମୁଖ୍ୟମନ୍ତ୍ରୀ ହୁଅନ୍ତୁ ବା ଅର୍ଥମନ୍ତ୍ରୀ ହୁଅନ୍ତୁ ଯେଉଁମାନେ ବି ସବୁ ହେଇଛନ୍ତି ତେଣୁ ଏମାନଙ୍କ ହାତରେ ହିଁ ଶାସନ ବ୍ୟବସ୍ଥା ଅଛି। ତେଣୁ ରାଜନୈତିକ ନେତୃବୃନ୍ଦ ଯାହା ନିଷ୍ପତ୍ତି ନିଅନ୍ତି ବ୍ୟୁରୋକ୍ରାଟ ମାନେ ତାକୁ କାର୍ଯ୍ୟକାରୀ କରନ୍ତି। ତେଣୁ ରାଜନୈତିକ ନେତୃବୃନ୍ଦ ଯେହେତୁ ନିଷ୍ପତ୍ତି ଠିକରେ ନେଉନାହାନ୍ତି ତେଣୁ ବ୍ୟୁରୋକ୍ରାଟ ମାନେ କାର୍ଯ୍ୟ କରିପାରୁନାହାନ୍ତି ସେମାନେ ମନ ଇଚ୍ଛା କାମ କରୁଛନ୍ତି। ତେଣୁ ଏ ବ୍ୟବସ୍ଥା ବନ୍ଦ ହେବା ଦରକାର। ଧନ୍ୟବାଦ। ଆଜିର ବୈଠକରେ ତ ପ୍ରସ୍ତାବ ଯାହା ଦିଆଯିବ ଶେଷରେ ଆମର ପୂର୍ବତନ ମୁଖ୍ୟ ଶାସନ ସଚିବ ବିଜୟ ପଟ୍ଟନାୟକ କହିଲେ ତେଣୁ ସେଗୁଡ଼ାକ ତ ନିଶ୍ଚୟ ରହିବ। ତାପରେ ଯଦି ଆଉ କିଛି ଆଡ଼ିସନାଲ ପ୍ରସ୍ତାବ ବିଚାର କରି ରଖାଯାଇପାରେ ଆମେ ସେ ପ୍ରସ୍ତାବ ସରକାରଙ୍କ ପାଖରେ ଉପସ୍ଥାପନ କରିବୁ। ମୂଳ କଥା ହେଲା ଯେ ବର୍ତ୍ତମାନ ଯେଉଁ ବଡ଼ ବଡ଼ ପ୍ରୋଜେକ୍ଟ ସବୁ କରାହେଉଛି ମେଗା ପ୍ରୋଜେକ୍ଟ କରାହେଇକି ନନ୍ ଓଡ଼ିଆ କଣ୍ଟ୍ରାକ୍ଟର ମାନଙ୍କୁ ଦିଆଯାଉଛି ସେଟା ନ ଦେଇକିରି କେମିତି ଓଡ଼ିଶାର କଣ୍ଟ୍ରାକ୍ଟର ମାନେ ଓଡ଼ିଆ କଣ୍ଟ୍ରାକ୍ଟର ମାନେ ଲୋକାଲ କଣ୍ଟ୍ରାକ୍ଟର ମାନେ କାମ ପାଇବେ ପ୍ୟାକେଜ କରିକି ସେ ବିଷୟରେ ଆମେ ସରକାରଙ୍କୁ ବିସ୍ତୃତ ଭାବରେ ବିବରଣୀ ଏବଂ ଓଡ଼ିଶା କଣ୍ଟ୍ରାକ୍ଟର ମାନଙ୍କର ଓଡ଼ିଆ କଣ୍ଟ୍ରାକ୍ଟର ମାନଙ୍କର କାପାସିଟି କେମିତି ବଢ଼ିବ ସେମାନେ କେମିତି ଉଠିବେ ସେମାନେ ବି କେମିତି ଏଇ ମେଗା ପ୍ରୋଜେକ୍ଟ କରିପାରିବେ ସେ ବିଷୟରେ କେମିତି ସରକାର ଆକ୍ସନ ନେବେ ସେ ବିଷୟରେ ଆମେ ସରକାରଙ୍କୁ
ସମାଧାନ ତ ଆମେ ପ୍ରସ୍ତାବ ଦେବା ଲୋକ ଆମେ କ'ଣ କଲେ ସମାଧାନ ହେଇପାରିବ ସେ ପ୍ରସ୍ତାବ ସରକାରଙ୍କୁ ଦେବୁ। ଲାଗୁଛି ଓଡ଼ିଶା କଣ୍ଟ୍ରାକ୍ଟରଙ୍କୁ କାମ ମିଳିବ ବୋଲି। ବିଗତ ଦିନରେ ବି ବାହାର କଣ୍ଟ୍ରାକ୍ଟର ଥିଲେ, ଏବେ ବି ବାହାର କଣ୍ଟ୍ରାକ୍ଟର, ପରିବର୍ତ୍ତନ କିଛି ନାହିଁ। ଆପଣଙ୍କ କଥା ଶୁଣାଯିବ ବୋଲି ଆପଣ ଲାଗୁଛି? ଶୁଣନ୍ତୁ, ବିଗତ ଦିନରେ ଦିଆଯାଉଛି, ଏବେ ବି ସେ ଟ୍ରେଣ୍ଡ ଚାଲିଛି, କିନ୍ତୁ ଏଭଳି ଭାବରେ ଯେଉଁ ସଚେତନତା ବର୍ତ୍ତମାନ ଆପଣମାନେ ସୃଷ୍ଟି କରିଛନ୍ତି, ଏମିତି ମିଟିଂ ହେଇଥିଲା କି? ଇଭିନ୍ ସବୁ ସିଭିଲ ସୋସାଇଟି କୌଣସି ପ୍ରସ୍ତାବ ଆଜି ପର୍ଯ୍ୟନ୍ତ ଗଭର୍ଣ୍ଣମେଣ୍ଟକୁ ଦେଇଛନ୍ତି? ଏ ତ ପ୍ରଥମେ ଦେବେ। ତେଣୁ ଦେଲା ପରେ ଆମେ ଭାବୁଛୁ ସରକାର ନିଶ୍ଚିନ୍ତ ଚେତିବେ, ନ ଚେତିବେ ପୁଣି ଭୋଗିବେ। ତେଣୁ ନିଶ୍ଚିତ ପରିବର୍ତ୍ତନ ହେବ। ପୁରୁଣା ମିନିଷ୍ଟର ଥିଲେ, ପୂର୍ବତନ ମନ୍ତ୍ରୀ ଥିଲେ, ଆଉ ପୂର୍ବତନ ମୁଖ୍ୟ ଶାସନ ସଚିବ ଥିଲେ, ବହୁତ ଅନ୍ୟମାନେ ସବୁ ବହୁତ ଗୁରୁତ୍ୱପୂର୍ଣ୍ଣ ବିଷୟ ଉପରେ ଆଲୋଚନା କରାହେଲା। ସେମାନଙ୍କର ମତାମତ ବି ବହୁତ ଆମକୁ ଦେଲେ, ଭଲ ମତାମତ ଦେଲେ। ଏ ଯେଉଁ ମେଗା ପ୍ରୋଜେକ୍ଟ କେମିତି ବିରୋଧ କରାଯିବ, ତା ଏଗନେଷ୍ଟରେ କେମିତି କ'ଣ ଆମର ଛୋଟ ଛୋଟ ଟେଣ୍ଡର ଆମ କଣ୍ଟ୍ରାକ୍ଟର ଭାଇମାନେ କାମ ପାଇବେ, ତା ଭିତରେ ସବୁ ଆମେ ବହୁତ ତର୍ଜମା ହେଲା। ଆଉ ଆଗକୁ ଆମେ ଏଇଟାକୁ ଆଗେଇକିଣି ଚାଲିବୁ। ଯେପର୍ଯ୍ୟନ୍ତ ଆମ ଓଡ଼ିଆ କଣ୍ଟ୍ରାକ୍ଟରମାନେ କାମ ନ ପାଇଛନ୍ତି, ସେ ପର୍ଯ୍ୟନ୍ତ ଆମର ଏ ଅଭିଯାନ ଚାଲୁ ରହିବ। ଆଉ ଆମ କତିରେ ସବୁ ଦକ୍ଷତା ଅଛି, ଆମେ ସବୁ ପ୍ରକାର କାମ କରିପାରିବୁ। ଓଡ଼ିଶାର ଲୋକମାନେ ଯେଉଁ କାମ ସବୁ ହେଉଛି ବାହାରୁ ଆସୁଛି, ଅଲ୍ଟରନେଟିଭ୍ ଆମେ ସେଇଟା ସବ୍ କଣ୍ଟ୍ରାକ୍ଟର ଆମ ଓଡ଼ିଶା ଲୋକମାନେ କରୁଛନ୍ତି, କିନ୍ତୁ ଡାଇରେକ୍ଟ ବି କରିପାରିବେ ଯଦି ସେଇଟା ଛୋଟ ଛୋଟ ଭାଗ ହେଇକିଣି କରାହେବ। ଆମର ଯେଉଁ ସିଓ ପ୍ରଦୀପ୍ତ ସ୍ୱାଇଁ କହିଲେ, ସେ ଭଲ କଥା କହିଲେ। ସବୁ ଏଇ କାମ ଗୁଡ଼ା ଗୋଟେ ମେଗା ପ୍ରୋଜେକ୍ଟ ନ କରି ଛୋଟ ଛୋଟ କରିହେବ। ଜଣେ ଓଭରହେଡ୍ ଟାଙ୍କି କଲେ, ଆଉ ଜଣେ ପାଇପ୍ ଲାଇନ୍ ପକାଇବ, ଆଉ ଜଣେ ଇଣ୍ଟେକ୍ ୱେଲ୍ କରିବ, ଆଉ ଜଣେ ପମ୍ପ ହାଉସ୍ ସିଭିଲ୍ ୱାର୍କ କରିବ, ସବୁ କରି ହେଇଯିବ। କିନ୍ତୁ ଏଇଟା ମନୋଭାବ ଦରକାର, ସରକାରଙ୍କର ମନୋଭାବ ଦରକାର। ଆଉ ଆମର ଇଞ୍ଜିନିୟର ମାନେ ଯେଉଁ ଉଚ୍ଚସ୍ଥ ଉପରସ୍ଥ ଇଞ୍ଜିନିୟର ମାନେ ଅଛନ୍ତି, ସେମାନେ ଆଧରେ ସଜେସନ୍ ଦେବା ଦରକାର ଗଭର୍ଣ୍ଣମେଣ୍ଟକୁ। ଆଉ ଓଡ଼ିଶାର କାମ, ଓଡ଼ିଶାର ଡେଭଲପମେଣ୍ଟ ଆମ ଓଡ଼ିଶା ଲୋକମାନେ କରିବା ଦରକାର। ବାହାରୁ ଆସିଲେ ଆମେ ଯେମିତି ଓଡ଼ିଶାରେ କାମ କରୁ, ବାହାର ଲୋକମାନେ ସେମାନେ ସେତିକି ରେସ୍ପନ୍ସିବିଲିଟି ନେଇ କ'ଣ କରିପାରିବେ? ତେଣୁକରି ଆମେ ଆମ କାମଟା ଯେମିତି ସୁରକ୍ଷିତ ଭାବରେ କରିବା, ଠିକ୍ ଭାବରେ କରିବା। ସେମାନେ ଆସିକିନି 2.5 ଦିନ ପାଇଁ ଆସିବେ, କାମ ସାରି ତାଙ୍କର କ୍ରିମ୍ ନେଇ ପଳାଇବେ। ଆଉ ମୁଖ୍ୟ କାମ ଗୁଡ଼ା ଯଦି ସେମାନେ କରିଦେବେ, ଆମ ଓଡ଼ିଶାର କଣ୍ଟ୍ରାକ୍ଟର ମାନେ ବହୁତ କମ୍ କାମ ରହୁଛି, ଯେଉଁଟାକି 14.99 ବାଧ୍ୟ ହେଉଛନ୍ତି କାମ ନେବା ପାଇଁ। ଆଉ କାମ ନ ପାଇଲେ କ'ଣ କରିବେ? କିନ୍ତୁ ଲାଭ ହଉ ନ ହଉ ସେମାନଙ୍କର ପରିବାର, ଏଇ ଯେଉଁ ଲୋକ ବାକ ଅଛନ୍ତି, ସେମାନଙ୍କର ୟୁଟିଲାଇଜ୍ କରିବେ ନା। ସେଥିଲାଗି ଆମେ ବାଧ୍ୟ ହେଉଛୁ 14.9ରେ କାମ କରିବା। ଆଉ ସେଇଟା ବି ଆମେ ବିରୋଧ କରୁଛୁ। ଆମର ଏଷ୍ଟିମେଟ୍ ବହୁତ ଆମର ଯେଉଁ କରାହେଉଛି ସିଡ୍ୟୁଲ୍ ଅଫ୍ ରେଟ୍, ବହୁତ ପୁରୁଣା ସିଡ୍ୟୁଲ୍ ଅଫ୍ ରେଟ୍ ଅଛି, ତାକୁ କୌଣସି ଚେଞ୍ଜ କରାହେଉନି। ଯେମିତି ଆମର ପୂର୍ବତନ ମନ୍ତ୍ରୀ କହିଲେ, ଏଠି ଗୋଟେ କଥା କହିଲେ, ଏବେ ଆଗେ ବି ଥିଲା ଆମର ଯେଉଁ ଇଷ୍ଟ ଇଣ୍ଡିଆ କମ୍ପାନୀ ଥିଲା, ତା ଦେହରେ ଦଲାଲ ଥିଲେ। ଏଠି ବି ଆମର ଏଠି ଯେଉଁ ଶାସନ ଚାଲିଛି, ସେଥିରେ ବି ଆମର ଯେଉଁ ବାହାର କଣ୍ଟ୍ରାକ୍ଟର ଅଛନ୍ତି, ତା ଦେହରେ ବି ଆମ ଓଡ଼ିଶାର ଦଲାଲ ଅଛନ୍ତି। ତେଣୁକରି ସେଗୁଡ଼ାକୁ ଆମେ ବିରୋଧ କରିବା ପାଇଁ ହେବ। ତା ପାଇଁ ଆଗାମୀ କାର୍ଯ୍ୟକ୍ରମ କେମିତି କ'ଣ ଆମେ କରାଯିବ, ଆମେ ସେଇଟାକୁ ଜାରି ରଖିବୁ। ଆଉ ଯେମିତି ଆମର ଓଡ଼ିଆ କଣ୍ଟ୍ରାକ୍ଟରମାନଙ୍କର ବେନିଫିଟ୍ ହେବ, ଓଡ଼ିଶାର ବେନିଫିଟ୍ ହେବ, ତା ନେଇକି ଆମେ ସେଇ ଉଦ୍ଦେଶ୍ୟରେ ଆମେ ଆଗକୁ ଏ କାର୍ଯ୍ୟକ୍ରମଟା ଜାରି ରଖିବୁ।